ଆଜି ଆମେ ଶୁଣିବା ଫକୀରମୋହନ ସେନାପତିଙ୍କ ରଚିତ କ୍ଷୁଦ୍ର ଗଳ୍ପ ସଭ୍ୟ ଜମିଦାର। ବାବୁ ବଳରାମ ବଳ କଲିକତା ବଡ଼ବଜାରର ଜଣେ ଗଦିଆନା ମହାଜନ। ଉତ୍କଳର ସମସ୍ତ ବେପାରୀଙ୍କର ଦଣ୍ଡିଦାର। ସମସ୍ତ ମାଲ ଆମଦାନୀ ରପ୍ତାନି ତାଙ୍କ ହାତ ବାଟେ ହେଉଥିଲା। ଲକ୍ଷ ଲକ୍ଷ ଟଙ୍କାର କାରବାର। ଢେର ବର୍ଷ ତଳର କଥା। ରେଳ ନାମ ତ କେହି ଶୁଣି ନଥିଲେ, ଷ୍ଟିମର ମଧ୍ୟ ଚଳୁନଥିଲା। ବାଲେଶ୍ୱର ଜାହାଜରେ ମାଲ ଆମଦାନୀ ରପ୍ତାନି ହୁଏ। କଲିକତା ଆମଦାନୀ ମାଲ ମଧ୍ୟରେ ଧୂଆଁପତ୍ର ପ୍ରଧାନ। କଲିକତାରୁ ମାଲ ଆସି ବାଲେଶ୍ୱର ବନ୍ଦରରେ ଜାହାଜରୁ ଘାଟ ଭିଡ଼େ। ସେ ସ୍ଥାନରୁ ଶଗଡ଼ରେ ସମସ୍ତ ଉତ୍କଳକୁ ଚାଲାଣ ହୁଏ। ଏଥିପାଇଁ ସମସ୍ତ ଉତ୍କଳରେ କଲିକତି ଧୂଆଁପତ୍ରର ନାମ ବାଲେଶ୍ୱରୀ। ହେଲେ ବାଲେଶ୍ୱରୀ ଲୋକ ଧୂଆଁପତ୍ର ଗଛ କେବେ ଦେଖି ନାହାନ୍ତି। ଧୂଆଁପତ୍ର କାରବାର ବଡ଼ କଠିନ। ଘୋଡ଼ା ଚଢ଼ା ମହାଜନ କଥା ପଦକେ ଘାସ କାଟେ, ଘାସ କଟା ଘୋଡ଼ା ଚଢ଼େ। ମହାଜନେ ବୋଲନ୍ତି, ଦୋକ୍ତା କାରବାର ଆଉ ଗୋଖର ସାପ ଖେଳାଇବା ଏକା କଥା। ବାସ୍ନାରେ ରଙ୍ଗରେ ମାଲ ସମାନ। ସେହି ମାଲ ମହଣ 20 ତ ସେହି ମାଲ ମହଣ 40 ଟଙ୍କା। ଚିହ୍ନରା ଦଣ୍ଡିକାର ନ ଧରି ଲୋକେ ଧୂଆଁପତ୍ର କିଣିବାକୁ ଭରସନ୍ତି ନାହିଁ। ବଳରାମ ବଳ ଜଣେ ଭଲ ଚିହ୍ନରା। ଏଥିପାଇଁ ଓଡ଼ିଶାରେ ନାମ ଡାକ। ମହାଜନଙ୍କ ଘର ଯାଜପୁର ଅଞ୍ଚଳରେ। ଗ୍ରାମ ନାମ ଜଣା ନାହିଁ। ମହାଜନ ଥରେ ଗ୍ରାମକୁ ଆସିଥିଲେ। 10-12 ବର୍ଷର ଛେଉଣ୍ଡ ପିଲା ଗୋପାଳିଆ ଗାଁରେ ବୁଲୁଥିଲା। ଜାତି ପୁଅଟା ଅନାସ୍ଥା ହୋଇ ବୁଲୁଛି, ଦୟାକରି ସାଙ୍ଗରେ ଘେନିଗଲେ। ଗୋପାଳ ଗଦିରେ ଥାଏ। ଖାଉଛି ତ ଖାଉଛି, ଅଛି ତ ଥାଉ, ତାକୁ ଦେଖୁଛି କିଏ? ପଚରା ପଚରିର ଦରକାର କ'ଣ? ଦିନେ ରାତିରେ କ'ଣ ହେଲା କି, ମହାଜନ ଜଣେ ସୌଦାଗର ପାଖରୁ 5ଟା ଆକବରୀ ମୋହର କିଣିଲେ। ବାବୁଙ୍କ ମନ ଭାରି ଖୁସି। ମିଳିବା ପଦାର୍ଥ ନୁହେଁ, ବାକ୍ସରେ ରଖି ପୂଜା କରିବେ। ମୋହର ପୁଟୁଳାଟି ଧରି ବସିଥାନ୍ତି, କେତେବେଳେ ତଳେ ରଖିଦେଲେଣି। ପାଇକାର ମହାଜନ, ମୋଟିଆ, ମଜୁରିଆ, ହିସାବପତ୍ର ଛିଡ଼ିବାକୁ ରାତି 6 ଘଡ଼ି। ବାବୁଙ୍କର ହୋସ ନାହିଁ, ଗଦି ବନ୍ଦ କରି ଉଠିଗଲେ। ତହିଁ ଆରଦିନ ସକାଳେ ଗୋପାଳ ଯେମିତି ଉଠିଛି, ଗଦିରେ ମୋହର ପୋଟଳା ଉପରେ ନଜର ପଡ଼ିଗଲା। ହାତରେ ଧରି ବାବୁଙ୍କ ପାଖକୁ ଧାଇଁଲା। କୁକୁଡ଼ା ଡାକ ଆଗରୁ କଲିକତାରେ ଯେମିତି ତୋପ ପଡ଼େ, ଗଦିଆନ ଧାର୍ମିକ ହିନ୍ଦୁ ମହାଜନମାନେ ସେମିତି ଗଙ୍ଗା ସ୍ନାନକୁ ବାହାରି ଯାଆନ୍ତି। ଢେର ଜାଗାରେ ଠାକୁର ଠାକୁରାଣୀ ଦର୍ଶନ କରି ଗଦିକୁ ବାହୁଡ଼ିବା ବେଳେ ବେଳ 2 ଘଡ଼ି। ଧର୍ମକାର୍ଯ୍ୟ କରିବାକୁ ସେଇଟା ହେଲା ଅସଲ ବେଳ। ଆଉ ଫୁରସତ ବା କାହିଁ? ବାବୁଙ୍କୁ ନ ଭେଟି ଗୋପାଳ ତାଙ୍କ ପଲଙ୍କ ତକିଆ ତଳେ ପୋଟଳାଟି ଥୋଇଦେଲା। ତାହାର ବି ସେ କଥା ମନରେ ନାହିଁ। ବାବୁ ସ୍ନାନ ସାରି ଆସିବା ବେଳକୁ ଚାକର ବିଦ୍ୟା ବାରିକ ଗଦି ଝାଡ଼ିଝୁଡ଼ି କରି ଗଙ୍ଗାଜଳ ସିଞ୍ଚି ଧୂପ ଗୁଗୁଳ ଧୂଆଁ ଜାଳ ଦେଇ ସାରିଛି। ବାବୁ ବଡ଼ ମାଣ୍ଡିଟାକୁ ଆଉଜି ବସି ରୂପା ବନ୍ଧା ହୁକାରେ ଭଡ଼ର ଭଡ଼ର କରି ଗୁଡ଼ାଖୁ ପିଇବାକୁ ବସିଲେ। ଆଗରେ 2 କଡ଼ା କଣା କଉଡ଼ି ବନ୍ଧା ବ୍ରାହ୍ମଣ ହୁକା, କାୟସ୍ଥ ହୁକା, ନବଶାଖା ହୁକା କଂସା ବୈଠକରେ ଥୁଆ ହୋଇଛି। ଏଇଟା ହେଲା କଲିକତା ସବୁ ଗଦିର ଦସ୍ତୁର। ବେଳ 6 ଘଡ଼ି ବେଳେ ହଠାତ୍ ବାବୁଙ୍କର ମନରେ ପଡ଼ିଲା ମୋହର କଥା। ହଁ, ମୋହର କାହିଁ? ବାବୁ ଛିଡ଼ା ହୋଇ ପଡ଼ିଲେ। ହୁକାଟା ହାତରୁ ଖସିପଡ଼ି ନିଆଁ ପାଣି ଗଦିଯାକ ବୁଣି ପଡ଼ିଲାଣି। ଦେଖୁଛି କିଏ? 5ଟା ମୋହର ବଡ଼ କଥା ନୁହେଁ, ଏ ଯେ ହେଲା ଆକବରୀ ମୋହର। ସେହିପରି କପାଳିଆ ଲୋକକୁ ଲକ୍ଷ୍ମୀ ଆଲିଙ୍ଗନ କରନ୍ତି। ଆକବରୀ ମୋହର ମିଳେ। ସେ ମୋହର ଗଲେ ଲକ୍ଷ୍ମୀ ଛାଡ଼ିଯାଏ। ବାବୁ ତ ମୁଣ୍ଡରେ ହାତ ଦେଇ ଗୁମ୍ ମାରି ବସିଗଲେ। ଗୋପାଳ ରୋଷେଇ ଘରେ ବସିଥିଲା। ମୋହର ଖୋଜା ଶୁଣି ଧାଇଁ ଆସିଲା। ବାବୁଙ୍କୁ ହସି ହସି କହିଲା, ଆଜ୍ଞା, ଆଜ୍ଞା, ମୋହର ଅଛି। ବାବୁ ଧାଇଁ ଆସି ଗୋପାଳକୁ କୁଣ୍ଢେଇ ପକେଇଲେ। ଗୋପାଳ ମୋହର କାଢ଼ି ଦେଇ ପାଇବାର ଦାସ୍ତାନ ସବୁ କହିଲା। ବାବୁ ଦଣ୍ଡେ ଯାଏ ତାକୁ ଅନାଇ
ନିଶ୍ୱାସଟାଏ ପକାଇଲେ। ସେହିଦିନ କତିରୁ ତୁଚ୍ଛାଟାରେ ହେଲେ ବାବୁ 10 ଥର ଗୋପାଳରେ ଗୋପାଳରେ ଡାକ ପକାଉଥିବେ। ଭୋଜନ ବେଳେ ଥାଳି ପାଖରେ ଗୋପାଳ ଅବଖୁରାରେ ଜଳ ଥୋଇ ନ ଦେଲେ ବାବୁଙ୍କୁ ଆଉ ଜଳ ଭଲ ଲାଗେ ନାହିଁ। ବାବୁଙ୍କ ବିଡ଼ିଆ ଗୋପାଳ ଭାଙ୍ଗିବ, ସେଜ ପରାଟା ଗୋପାଳ ଜିମା। ବାବୁଙ୍କ ଶ୍ରଦ୍ଧା ଦେଖି ଗଦିର ଆଉ 5 ଜଣ ବି ତାଙ୍କୁ ମାନିଲେଣି। ବାବୁଙ୍କର ଇଚ୍ଛା ବଡ଼ ଗୋଟାଏ କିଛି ପାଇଟିରେ ତାକୁ ଲଗାଇବେ। ହେଲେ ଓଡ଼ିଆ ପିଲା, ମଫସଲ ଗାଁରେ ଘର, ଏଣେ ତ କଲିକତାଟା ଠିକ୍ ଗଣ୍ଠିକଟା ଖଣି, କ'ଣ ବୋଲି କ'ଣ ହୋଇଯିବ। ହେଉ, ଆଉ ଟିକିଏ ପାରିଯାଉ। ଦିନେ ବେଳ 6 ଘଡ଼ିଯାଏ ଚୁଲିରେ ଲୁଣ୍ଡା ପଡ଼ିନାହିଁ। ରୋଷେଇଆ ବ୍ରାହ୍ମଣ କାହିଁ? ହଁ, ଦେଖ ଦେଖ, ବାବୁଙ୍କ ଟଙ୍କା ସିନ୍ଦୁକ ଚାବି ଭଙ୍ଗା, 500 ଟଙ୍କାର ଥଳିଟା ନାହିଁ। ଢେର ଖୋଜ ତଲାସ ହେଲା, ଥାନାରେ ଏତଲା ଦିଆଗଲା। ଆଉ ପୁଝାରୀ ଏକାବେଳକେ ଗୁମ୍। ଗୋଳମାଳରେ ବେଳ ଗଡ଼ିଗଲାଣି। ବାବୁ ଉପାସ ବସିଛନ୍ତି। ବଙ୍ଗାଳୀ ବ୍ରାହ୍ମଣ ହାତରୁ ତ ଖାଇବେ ନାହିଁ। ଏତେ ଚଞ୍ଚଳ ଓଡ଼ିଆ ବ୍ରାହ୍ମଣ ବା କାହୁଁ ଘଟୁଛି? ଗୋପାଳ ହାତ ଯୋଡ଼ି କହିଲା, ଆଜ୍ଞା, ମୁଁ ତେବେ 2ଟା ଚଢ଼େଇ ଦିଏ। ବାବୁ କହିଲେ, ତୁ ପାରିବୁରେ? ଆଚ୍ଛା ହେଉ, ଏ ଓଳିଟା ଚଳିଯାଉ। ବାବୁ ଠାପ୍ ପିଢ଼ାରେ ବସି ଦେଖିଲେ, ଏତେ ଚଞ୍ଚଳ 5 ତିଅଣ, ପୁଣି ବଡ଼ ଭଲ। ପଚାରିଲେ, ଆରେ ଗୋପାଳ, ତୁ କେମିତି ରାନ୍ଧି ଶିଖିଲୁ ରେ? ଆଜ୍ଞା, ପୁଝାରୀ ରନ୍ଧା ଦେଖି ଦେଖି ଶିଖିଛି। ସେ ରାନ୍ଧୁଥିବା ବେଳେ ମୁଁ ବସି ଦେଖୁଥାଏ। ବାବୁ ଏଣିକି ଗୋପାଳ ହାତ ଛଡ଼ା ଆଉ କାହାରି ହାତରୁ ଜଳ ଛୁଅନ୍ତି ନାହିଁ। ପୁଣି ଦେଖିଲେ, ବଜାର ସଉଦା ଖର୍ଚ୍ଚ ଅଧାଅଧି ଉଣା, ପରିବାପତ୍ର 2 ଗୁଣ ବେଶୀ, ପୁଣି ବଡ଼ ସୁନ୍ଦର ରନ୍ଧା। ବାବୁଙ୍କ ମନ ଜାଣି ବେଳ ମାଫିକେ ଗୋପାଳ ରନ୍ଧା ବଢ଼ାରେ ଲାଗିଥାଏ। ପୁଝାରୀ ତ ବଜାର ସଉଦା, ଘିଅ, ତେଲ ସବୁଥିରୁ ରେଶା କାଟିବ। ସବୁବେଳେ ଆପଣା ରୋଜଗାରରେ ଲାଗିଥାଏ। ବାବୁ ଭଲ ଖାଇଲେ ମନ୍ଦ ଖାଇଲେ ତାର କ'ଣ ଯାଏ? ବାବୁ ଥରେ ଗାଁକୁ ଯାଇ ଗୋପାଳକୁ ଗୋଟିଏ ଘର ବନାଇ ଦେଇ ବିଭା କରାଇଦେଲେ। କନ୍ୟାଟି ଯେମିତି ଦେଖିବାକୁ ଡଉଲ ଡାଉଲ, ସେମିତି ଗୁଣ। ପହରା ପଡ଼ିବା ଦିନରୁ ଦିନକୁ ଦିନ ଗୋପାଳର ଘର ବଢ଼ୁଛି। ଗୋପାଳ ରନ୍ଧାବଢ଼ା ସାରି ସବୁବେଳେ ଗଦିରେ ବାବୁଙ୍କ ପାଖେ ପାଖେ ଥାଏ। ତୁଚ୍ଛା ବସି ନଥାଏ। କେତେବେଳେ କଣ୍ଟା ଧରିଛି ତ କେତେବେଳେ ମାଲ ସାଇତାରେ ଅଛି। ମାଲ କିଣାବିକା ଛକଛାକ ଗୋପାଳ ବେଶ ଜାଣିଗଲାଣି। ବାବୁ ଢେର ଥର ବିଡ଼ିଲେଣି। ଆପେ ଏଡ଼େ ପୁରୁଖା ଲୋକ ହେଲେ ବି ଥରେ ଥରେ ଗୋପାଳ ବଳି ପଡ଼େ। ତା କଥାରେ ଚାଲିଲେ ଠକିବାକୁ ହୁଏ ନାହିଁ। ବେଶ 2 ପଇସା ଲାଭ ହୁଏ। ଗୋପାଳ ଆଉ ରୋଷେଇଆ ନୁହେଁ, ବେପାରରେ ବାବୁଙ୍କ ଡାହାଣ ହାତ। ବାବୁ ବୁଢ଼ା ହେଲେଣି, 5 ଜାଗାକୁ ଯାଇ ଆସି ପାରନ୍ତି ନାହିଁ। ଧାଁ ଦଉଡ଼ କାମ ଗୋପାଳ ଜିମା। ଏବେ ଆଉ ସେ ଗୋପାଳ ନୁହେଁ, ଗଦିରେ ଡାକ ନାମ ସାନବାବୁ। କାଗଜପତ୍ରରେ ଗୁମାସ୍ତା ଲେଖେ ବାବୁ ଗୋପାଳଚନ୍ଦ୍ର ମହାପାତ୍ର। ବାବୁ ଗୋପାଳଚନ୍ଦ୍ର ମହାପାତ୍ରେ ସନ୍ଧାନ କରି ବୁଝିଲେ, ଯଶୋର, ମୋତିହାର, ପାବନା ଅଞ୍ଚଳରୁ ଯେଉଁ ସବୁ ହଳଦୀ ଧୂଆଁପତ୍ର ସରକ ଆସେ, ପ୍ରଥମେ ଚାଷୀଠାରୁ କିଣେ ବୁଲା ବେପାରୀ, ସେ ବିକେ ପାଇକାରକୁ, ପାଇକାର ହାତରୁ କିଣେ ଗୋଦାମବାଲା, ଦଣ୍ଡିକାର ତା ପାଖରୁ ମାଲ କିଣି ଚାଲାଣ ଦିଏ। କଲିକତାରେ ମାଲ ପହଞ୍ଚିବା ବେଳକୁ 3ଟା ହାତରେ ଲାଭ ଲାଗିଯାଏ। ମହାପାତ୍ରେ ଦିନେ ବେଳ ଉଣ୍ଡି ମହାଜନଙ୍କୁ ଜଣାଇଲେ, ଆଜ୍ଞା, ବେପାରର ଲାଭ ବିକା ଜାଗାରେ ନୁହେଁ, କିଣା ଜାଗାରେ। ଏଇ ଯେ ଧୂଆଁପତ୍ର ହଳଦୀ ସରକ ଆସୁଛି, ମୁଁ ଥରେ ଯାଇ ଠିକଣା ଜାଗାଟା ବୁଝି ଆସେ। ମହାଜନଙ୍କ ଅନୁମତି ଘେନି ସାନବାବୁ ସଳଖେ ଠିକଣା ଜାଗାକୁ ଚାଲିଗଲେ। ମଝିରେ ଆଉ କାହାରିକୁ ନଗା ନ ରଖି ଚାଷ ମୁଣ୍ଡରେ ଚାଷୀମାନଙ୍କଠାରୁ ସଉଦା କଲେ। 2 ବର୍ଷ ଏହିପରି କାମ ଚଳିବାରୁ ଦେଖାଗଲା, ପୂର୍ବଠାରୁ 2 ଗୁଣ ଲାଭ ବେଶୀ। ମହାପାତ୍ରେ ଏବେ ବଳଙ୍କର ଚାକର ନୁହନ୍ତି, ଲାଭରେ 4 ପଣି ଅଂଶଭାଗୀ। 5-7 ବର୍ଷ ଏହିପରି କାମ ଚଳିଲାଣି। ମହାପାତ୍ରେ ବର୍ତ୍ତମାନ ଲକ୍ଷପତି। ସେ ମନା କରୁ କରୁ ମହାଜନ ବଳେ ଗ୍ରାମରେ 10-12 ହଜାର ଟଙ୍କା ଲଗାଇ ଗୋଟାଏ ବଡ଼ 2 ମହଲା ଘର ବନାଇଦେଲେ। ଖଣ୍ଡେ ତାଲୁକ ବି
କିଣିଦେଲେଣି। ମହାଜନଙ୍କର ଇଚ୍ଛା ଗୋପାଳ ଖୁବ୍ ବଡ଼ ଲୋକ ହେଉ। ହେଲେ ଗୋପାଳର ବଡ଼ଲୋକୀ ଚାଲିଚଳଣ ନାହିଁ। ଦିନ ରାତି କାମରେ ଲାଗିଥିଲେ ଆନନ୍ଦ। ଗଦିର ସବୁ ମାମଲତ ତହବିଲ ଚାବି ମହାପାତ୍ର ହାତରେ। ବଳେ ଏବେ ତୁନି ହୋଇ ଗଦିରେ ମାଳା ଗଡ଼ାଉଥାନ୍ତି। ବାବୁ ଗୋପାଳଚନ୍ଦ୍ର ମହାପାତ୍ରଙ୍କର ଗୋଟିଏ ବୋଲି ପୁଅ, ନାମ ରାଜୀବ ଲୋଚନ। ପୁଅଟା ପାରିଗଲାଣି, 14 ପୁରି 15 ଚାଲିଛି। ଗୋପାଳବାବୁ ଗ୍ରାମକୁ ଯାଇଥିଲେ। ଅବଧାନେ ଦେବୀ ଓଝା ଆସି କହିଲେ, ସାନବାବୁ ଖୁବ୍ ବୁଦ୍ଧିଆ, ଭାରି ପାଠୁଆ, ଖଡ଼ିପାଠ ପୋଥିପାଠ ସବୁ ଛିଡ଼ିଲାଣି, ଆଉ ତାଙ୍କୁ ପଢ଼େଇବାକୁ ପାଠ ନାହିଁ। ଅସଲ କଥା, ରାଜୀବଟା ଭାରି ଦୁଷ୍ଟ, ଚାଟଶାଳୀରେ ବଡ଼ ଉତ୍ପାତ କରେ। ଅବଧାନଙ୍କ ସଙ୍ଗେ ବି ତୋଖଡ଼ ମୋଖଡ଼ ଲଗାଇଲାଣି। ବଡ଼ଲୋକ ପୁଅ, ଜମିଦାର ପୁଅ ବୋଲି ଶଙ୍କି ରହିଥାନ୍ତି, କିଛି କହିପାରନ୍ତି ନାହିଁ। ବାବୁ ପୁଅର ପ୍ରଶଂସା ଶୁଣି ଭାରି ଖୁସି। ଅବଧାନେ ଗୋଟିଏ ଯଥା 5ଟି ଟଙ୍କା ପୁରସ୍କାର ପାଇ ଦଣ୍ଡବତଟା କରି ମେଲାଣି ଘେନିଲେ। ସାଆନ୍ତାଣୀ ସାଆନ୍ତଙ୍କୁ କହିଲେ, ରାଜୀବ ମୋ ବୋଲ ମାନେ ନାହିଁ, ଦିନଯାକ ଗାଁ ଟୋକାଙ୍କ ସାଙ୍ଗରେ ଦାଣ୍ଡରେ ବୁଲୁଥାଏ, ତାକୁ ସାଙ୍ଗରେ ଘେନିଯାଅ। ରାଜୀବକୁ କଲିକତା ଘେନିଯାଇ କାମ ଶିଖାଇବା ପାଇଁ ବାବୁଙ୍କର ବି ଇଚ୍ଛା ଥିଲା। କଲିକତା ବଳବାବୁ ମହାଜନ ଗଦି ସାଙ୍ଗରେ ବଡ଼ ବଡ଼ ଇଂରାଜୀ ସୌଦାଗର ହାଉସମାନଙ୍କର କାରବାର। ମହାପାତ୍ର ବାବୁ କୋଠିର ବଡ଼ ବଡ଼ ସାହେବଙ୍କ ପାଖକୁ ଗଲେ ଗୋଟାଏ ଦୋଭାଷୀ ଜରିଆରେ କଥା ଚଳେ। ବାବୁ ଇଂରାଜୀ ଜାଣନ୍ତି ନାହିଁ, ସାହେବ ବି ଓଡ଼ିଆ ବୁଝେ ନାହିଁ। ବାବୁ ଢେର ଥର ବିଡ଼ିଲେଣି, ମଝିରେ ଦୋଭାଷୀ ଖାବଳେ ମାରିନିଏ। ରାଜୀବ ଯେବେ ଇଂରାଜୀ ପାଠ ପଢ଼ି କାମରେ ଲାଗିବ, କେହି ଠକାଇ ପାରିବେ ନାହିଁ। ଗଦିର ସରକାର କାଲକାଟା ଏଣ୍ଡ୍ରୁ ଏକାଡେମୀରେ ରାଜୀବ ବାବୁଙ୍କ ନାମ ଲେଖାଇ ଦେଇ ଆସିଲା। ପଢ଼ା ଚାଲିଛି ତ ଚାଲିଛି। ମାସକୁ ଥରେ ସ୍କୁଲ ଦରମା ଓ କିତାବର ଦାମ ନେବା ବେଳେ ବାପ ପୁଅଙ୍କର ଭେଟ। ବାପେ ପାଠ ସହି ନେବେ କ'ଣ, କିପରି ପଢ଼ୁଛି ପଚାରିବାକୁ ବି ବେଳ ନାହିଁ। 3-4 ବର୍ଷ ବିତିଗଲାଣି। ମାସକୁ ମାସ ସ୍କୁଲ ଦରମା ଆଉ କିତାବର ଦାମ 50 ଟଙ୍କାରୁ ବଳିଗଲାଣି। ଦିନେ ବାପେ ପଚାରିଲେ, କିରେ ରାଜୀବ, ଏବେ ଏତେ ଖରଚ କିଆଁ? ରାଜୀବ ବାବୁ ଜବାବ ଦେଲେ, ବାପା, ମୁଁ କିଲାସରେ ଢେର ଉପରକୁ ଉଠିଗଲିଣି, ସେଇଥିପାଇଁ ଏତେ ଖରଚ। ବାପେ କହିଲେ, ତେବେ ଆଉ ପଢ଼ନା, ଆ କାମରେ ଲାଗ। ରାଜୀବ ବାବୁ କହିଲେ, ନା ବାପା, ପାସ୍ ନ କଲେ ଇଂରାଜୀ ପାଠ ହୁଏ ନାହିଁ। ମହାପାତ୍ରେ ବି ଶୁଣିଥିଲେ, ଇଂରାଜୀରେ ଗୋଟାଏ ପାସ୍ ହୁଏ। କହିଲେ, ହଁ ରେ, ସେ କଥା ମୋତେ ଜଣାଅଛି, ତୁ ବେଶୀ ବେଶୀ ପାସ୍ କରି ପକା, ଯେତେ ଟଙ୍କା ଲାଗିବ ଲାଗୁ। ବାପ ପୁଅ ଦୁହିଁଙ୍କ ମନ ଖୁସି। 4-5 ବର୍ଷ ମଧ୍ୟରେ ବାବୁଙ୍କ ଇଂରାଜୀ ପଢ଼ା କେତେ ଦୂର ହେଲା ସେ କଥା ଜଣା ନାହିଁ। ମାତ୍ର ଢେର ଢେର ସଭା ସମିତିରେ ଉପସ୍ଥିତି, ଥିଏଟର ଆଉ ସୁସ୍ଥାନ କୁସ୍ଥାନ ଭ୍ରମଣ ବିଷୟରେ ବାବୁ ପକ୍କା ହୋଇଗଲେଣି। ସ୍ୱଦେଶର ଉନ୍ନତି ସାଧନ ନିମନ୍ତେ କେତେଜଣ ବନ୍ଧୁ ମିଶି ଏକାବେଳକେ ଯୋଡ଼ିଏ ସମିତି ସ୍ଥାପନ କଲେ। ମଙ୍ଗଳବାର ଦିନ କୁସଂସ୍କାର ବିମର୍ଦନୀ, ଶନିବାର ଦିନ ନାରୀ ସ୍ୱାଧୀନତା ବିବର୍ଦ୍ଧନୀ ସଭାର ଅଧିବେଶନ ହୁଏ। 2 ସଭାର ସମ୍ପାଦକ ନିଜେ ବାବୁ। ସଭାର ସମସ୍ତ ବ୍ୟୟ ବହନ କରିବା ତ ସମ୍ପାଦକ ପକ୍ଷରେ ଉଚିତ, ଏଇଟା ହେଲା କଲିକତାର ନିୟମ। ସଭାରେ ଢେର ଢେର ବକ୍ତୃତା ହୁଏ। ସମ୍ପାଦକ ଢେର ଢେର ବକ୍ତୃତା ଦେଲେଣି। ତାଙ୍କ ବକ୍ତୃତାରେ ଯେଉଁଦିନ ବେଶୀ ହାତତାଳି ପଡ଼େ, ସେଦିନ ହୋଟେଲବାଲାର ବେଶ ଆୟ। ଆକସ୍ମିକ ଗୋଟାଏ ସନ୍ନିପାତ ବେମାରୀ ଆସିଲା। ଦିନ 3ଟା ଭିତରେ ସଜ୍ଞାନରେ ବାବୁ ଗୋପାଳଚନ୍ଦ୍ର ମହାପାତ୍ରଙ୍କର ଗଙ୍ଗା ଲାଭ। ପିତାଙ୍କର ମୃତ୍ୟୁରେ ଡକା ପକାଇ କାନ୍ଦିବା ଗୋଟାଏ କୁସଂସ୍କାର। ଶୋକ ପ୍ରକାଶ ଲାଗି ସଭାରେ 3 ଦିନ ବକ୍ତୃତା ହୋଇଗଲାଣି। ବାବୁ ଖଣ୍ଡେ କଳାକନା ହାତରେ ବାନ୍ଧିଲେ। ସ୍ଥିର ହେଲା, ବ୍ରାହ୍ମଣ ଡାକି ଶ୍ରାଦ୍ଧ କରିବାଟା କୁସଂସ୍କାର। କେବଳ ସଭାଗୃହରେ ଭୋଜି ଆଉ ଦରିଦ୍ରମାନଙ୍କୁ ଅର୍ଥ ବିତରଣ, ଡାକ୍ତରଖାନାମାନଙ୍କୁ ଚାନ୍ଦା ଦିଆଯିବ। ମାତ୍ର ମହାଜନ ବଳବାବୁଙ୍କ ଡରରେ ଏ ସମସ୍ତ କାର୍ଯ୍ୟରେ ପରିଣତ ହୋଇପାରିଲା ନାହିଁ। ମହାଜନ ବଳବାବୁ ପିଲାଟିକୁ ଯତ୍ନରେ ପାଖରେ ରଖିଲେ। ଇଚ୍ଛା ପିତୃକାର୍ଯ୍ୟରେ ଉତ୍ତରାଧିକାରୀ ହେଉ। ମାତ୍ର ସେ ଇଂରେଜୀ ପାଠ ପଢ଼ିଛି ସତ,
ବେପାର ବଣିଜ କାମ କିଛି ଶିଖି ନାହିଁ। ଆଶା କାମରେ ବାପଠାରୁ ବଳି ପଡ଼ିବ। ଗୋପାଳ ଯେ ଅକ୍ଷର ଜାଣିନଥିଲା। ରାଜୀବ କିନ୍ତୁ ଢେର ବର୍ଷ ଯାଏ ସ୍କୁଲ ପାଠ ପଢ଼ିଛି। ମହାଜନ ପାଖରେ ବସାଇ କାମ ଶିଖାଇବାକୁ ଲାଗିଲେ, ଆଉ ମଧ୍ୟ ଶିଖାଇବା ପାଇଁ କର୍ମଚାରୀମାନଙ୍କୁ ଉପଦେଶ ଦେଲେ। ଏଣେ ରାଜୀବ ବାବୁଙ୍କର ଗାଦିରେ ବସିବାକୁ ମନ ନାହିଁ। ମହାଜନେ ଧରାଧରି କରି ବସାଇଲେ। କାମରେ ମନ ନାହିଁ, କ'ଣଟାଏ ବସି ଭାବୁଥାଏ। ମଙ୍ଗଳବାର ଓ ଶନିବାର ରାତିରେ କୁଆଡ଼େ ଚାଲିଯାଏ। ବଳବାବୁ ମନରେ କଲେ ହାତରେ ପାଇଟି ପଡ଼ିଲେ ଠା ବାଟକୁ ଆସିବ। ଯେ କାମ ଦେଲେ ଲାଭ ଥାଉ ମୂଳରୁ ତ୍ରୁଟି କରି ବସେ। ଲାଗ ଲାଗ ଯୋଡ଼ାଏ ସଭାରେ ସମ୍ପାଦକ ଅନୁପସ୍ଥିତ ହେବାରୁ ସଭ୍ୟମାନେ ବଡ଼ ଖପା ହୋଇଗଲେଣି। ଅନୁପସ୍ଥିତିର କାରଣ ସନ୍ଧାନ କରି ଦିନେ ଜଣେ ସଭ୍ୟ ସ୍ୱାଧୀନତା ବିଷୟରେ ଭାରି ଗୋଟାଏ ବକ୍ତୃତା ଦେଲେ। ସେଥିର ମର୍ମ, ଶିକ୍ଷିତ ଜମିଦାର ସନ୍ତାନ ପକ୍ଷରେ ପର ଅଧୀନରେ ଚାକିରି କରିବା ଉଚିତ ନୁହେଁ। ବକ୍ତୃତା ସଙ୍ଗେ ସଙ୍ଗେ ଗୋଟିଏ କବିତା ପାଠ କରିଥିଲେ। ଯାହାର ଅଛି ଧନ ଜ୍ଞାନ ଅଧିକ, ଚାକିରି କଲେ ତା ଜୀବନେ ଧିକ ଧିକ। ସଭାରେ ଖୁବ୍ ହାତତାଳି ପଡ଼ିଲା। ରାଜୀବ ବାବୁଙ୍କ ମନରେ କଥାଟା ଲାଖିଗଲା। ତହିଁ ଆରଦିନ ଦିନଯାକ ରାଜୀବ ବାବୁଙ୍କୁ ଢେର ଖୋଜ ତଲାସ ହେଲା, ଭେଟ ମିଳିଲା ନାହିଁ। ମହାଜନ ଆଗରୁ ଭାରି ଖପା ହୋଇଥିଲେ। କେବଳ ଗୋପାଳକୁ ମନରେ କରି ଆଉ କିଛି କହିପାରୁନଥିଲେ। ସଞ୍ଜବେଳେ ଭେଟ ପାଇବାରୁ ତାକୁ କାରବାରରୁ ଜବାବ ଦେଲେ। ରାଜୀବ ବାବୁ ତ ତାହା ହିଁ ଲୋଡ଼ୁଥିଲେ। ଇଚ୍ଛା ଥିଲା ଅନ୍ୟ ଜାଗାରେ ବସା କରି ସଭା ସମିତି ଚଳାଇବେ, ମାତ୍ର ପାରିଲେ ନାହିଁ। ମହାଜନ ବଳବାବୁ ଧରାଧରି କରି ଗ୍ରାମକୁ ପଠାଇଦେଲେ। ପାଞ୍ଜିଆ ଗୁମାସ୍ତା ପ୍ରଜାପାଟକଙ୍କ ମନ ଭାରି ଖୁସି। ନୂଆ ଜମିଦାରଙ୍କୁ ଅଧବାଟରୁ ପାଛୋଟି ନେଲେ। ଶୁଣିଥିଲେ ନୂଆ ଜମିଦାର ସରକାରୀ ସ୍କୁଲରେ ଢେର ପାଠ ପଢ଼ି ତାଲିମ ହୋଇଛନ୍ତି। ଭେଟିବା ପାଇଁ ତହିଁ ଆରଦିନ ସକାଳେ ଗୋଟିଏ ସଭା ହେବାର ସ୍ଥିର ହେଲା। ସଭା ନାମ ଶୁଣି ଜମିଦାରଙ୍କ ମନ ଭାରି ଖୁସି। ଠିକ୍ ନିରୂପିତ ବେଳରେ ପୁରୁଣା ବୁଢ଼ା ପାଞ୍ଜିଆ ରଙ୍ଗାଧର ମହାନ୍ତି ଜମିଦାରଙ୍କୁ ଗଦିରେ ବସାଇ ଦେଲେ। ତାଲୁକ କିଣା ଦିନଠାରୁ ମହାନ୍ତି ଏ ସେଠ ପାଞ୍ଜିଆ କାମରେ ଅଛନ୍ତି। ଲୋକଟି ବଡ଼ ବିଶ୍ୱାସୀ, କାମଦାର ଲୋକ, ସାଆନ୍ତାଣୀଙ୍କ ଡାହାଣ ହାତ। ତାଙ୍କ ଯତ୍ନରେ ଜମିଦାରୀ ଆୟ ଖୁବ୍ ବଢ଼ିଛି। ଜମିଦାର ତ ସବୁଦିନ କଲିକତାରେ। ଏହାଙ୍କୁ ଧରି ସାଆନ୍ତାଣୀ ସବୁ ମାମଲତ ବୁଝାସୁଝା କରନ୍ତି। ତାଲୁକ ମଧ୍ୟରେ ଶ୍ୟାମପୁର ଗ୍ରାମଟି ସବୁଠାରୁ ବଡ଼। ଥିଲା ଲୋକ ଢେର। ଗୋପାଳବାବୁ ଗ୍ରାମରୁ ଢେର ଲୋକଙ୍କୁ କଲିକତାରେ ନାନା କାର୍ଯ୍ୟରେ ଲଗାଇ ଦେଇ ରୋଜଗାର କରାଇ ଦେଇଥିଲେ। ବାବୁଙ୍କ ସାହାଯ୍ୟ ଓ ଯତ୍ନରେ ଢେର ପିଲା କଟକରୁ ଶିକ୍ଷିତ ହୋଇ ଆସିଛନ୍ତି। ବଡ଼ ବଡ଼ ଚାଷୀ, ସରକାରୀ ଚାକିରିଆ, ମହାଜନ ଲୋଡ଼ିଲେ ଊଣା ଅଧିକ 40-50 ସରିକି ବାହାରି ପାରନ୍ତି। ନୂଆ ଜମିଦାର ବାବୁ ଖୋଜି ବସିଲେ ଗ୍ରାମ ମଧ୍ୟରେ ଶିକ୍ଷିତ କୁସଂସ୍କାର ବର୍ଜିତ ଲୋକ ଅଛନ୍ତି କି ନାହିଁ। ପ୍ରାଇମେରୀ ଅପର ପ୍ରାଇମେରୀ ପାସ୍, ଛାତ୍ରବୃତ୍ତି ଫେଲ୍ ଢେର ଶିକ୍ଷିତ ସ୍ୱାଧୀନମନା ଲୋକ ଗ୍ରାମରେ ବୁଲୁଥିଲେ। ଜମିଦାରଙ୍କ ଆହ୍ୱାନରେ ତୁରନ୍ତ ହାଜର ହୋଇଗଲେ। ଜମିଦାରଙ୍କ କଚେରୀ ଘରେ ସନ୍ଧ୍ୟା ସମୟରେ ପ୍ରଥମ ସଭା ବସିଲା। ନିଜେ ଜମିଦାର ବାବୁ ଢେର ବକ୍ତୃତା କଲେ। ସେଥିର ସାରମର୍ମ, ହେ ସଭ୍ୟ ମହୋଦୟଗଣ, ଏ ଦେଶର ଦୁଃଖ ଦୁର୍ଦ୍ଦଶାର କାରଣ ଲୋଡ଼ିଲେ ଦିନ ଆଲୁଅ ପରି ଜଣାଯିବ। ମୂର୍ଖତା, କୁସଂସ୍କାର, ଅବଳା ଭଗିନୀମାନଙ୍କୁ ଘର ଭିତରେ ଲୁଚାଇ ରଖିବା ସମସ୍ତର ମୂଳ। ଏ ସମସ୍ତ ଦୂର କରିବା ସର୍ବାଗ୍ରେ ଉଚିତ। ଆଉ ସମସ୍ତେ କିଛି ନ ବୁଝିପାରି ମୁହଁ ଚାହାଁ ଚାହିଁ ହେଲେ। ବାବୁ ହରିବୋଲ ପଟ୍ଟନାୟକ ଚଞ୍ଚଳ ଛିଡ଼ା ହୋଇପଡ଼ି କହିଲେ, ସୁଶିକ୍ଷିତ ଜମିଦାର ମହୋଦୟଙ୍କ ପ୍ରସ୍ତାବ ଦ୍ୱିତୀୟ କରୁଛି। ଉଚିତ, ଖୁବ୍ ଉଚିତ, ନିଶ୍ଚୟ ଉଚିତ, ଶୀଘ୍ର ଉଚିତ। ଜମିଦାର ବାବୁ ଭାରି ଖୁସି ହୋଇ ବାବୁଙ୍କର ପରିଚୟ ପଚାରିଲେ। ହରିବୋଲ ବାବୁଙ୍କର ଘର ଏହି ଗ୍ରାମରେ। ଇଂରାଜୀ ମାଇନର ପାସ୍, ବିଦୁପୁର ପୋଷ୍ଟ ଅଫିସର ସବ୍ ପୋଷ୍ଟମାଷ୍ଟର ଥିଲେ। ଅନ୍ୟାନ୍ୟ କର୍ମଚାରୀ ଅର୍ଥାତ୍ ପିଅନମାନେ ବଡ଼ ଚୋର ଓ ଅଯୋଗ୍ୟ ଲୋକ ଥିଲେ। ବାବୁ ସେମାନଙ୍କୁ ଶାସନ କରିବାରୁ ସେମାନେ ସରକାରୀ ତହବିଲରୁ 162 ଟଙ୍କା ଚୋରି କରି ବାବୁଙ୍କ ନାମରେ ଗଡ଼ାଇ ଦେଲେ। ମ୍ୟାଜିଷ୍ଟର ସାହେବ ତାଙ୍କୁ 6 ମାସ କଟକରେ ଅଟକାଇ ରଖିଥିଲେ ସତ, ମାତ୍ର ପଛନ୍ତେ ଅସଲ ହାଲ ଜାଣିପାରି ନିର୍ଦ୍ଦୋଷ ବୋଲି ଛାଡ଼ି ଦେଇଥିଲେ। ବାବୁ ବିରକ୍ତ ହୋଇ ପର ଅଧୀନରେ ଚାକିରି ଛାଡ଼ି ଦେଇଛନ୍ତି। ଜମିଦାର ବାବୁ ଭାରି ଖୁସି।
ଗ୍ରାମ ମଧ୍ୟରେ ତାଙ୍କୁ ଯୋଗ୍ୟ ଲୋକ ବୋଲି ସ୍ଥିର କଲେ। ଆପାତତଃ ଜ୍ଞାନବର୍ଦ୍ଧିନୀ ଓ ସ୍ତ୍ରୀ ସ୍ୱାଧୀନତା ବିବର୍ଦ୍ଧିନୀ ଯୋଡ଼ିଏ ସଭା ସ୍ଥିର ହେଲା। ଦୁଇ ସଭାର ସମ୍ପାଦକ ହରିବୋଲ ବାବୁ। ପ୍ରତିଦିନ ନିୟମିତ ରୂପେ ସଭାକାର୍ଯ୍ୟ ଚାଲିଲା। ସଭାକାର୍ଯ୍ୟ ଶେଷ ହେବାକୁ ଅଧିକ ରାତ୍ରି ହୋଇଯାଏ। ସଭ୍ୟମାନେ ଘରକୁ ଯାଇପାରନ୍ତି ନାହିଁ। କଚେରୀ ଘରେ ସେମାନଙ୍କ ଭୋଜନ ପାନର ବନ୍ଦୋବସ୍ତ ହୋଇଗଲା। ଗୋଟିଏ ବାଳିକା ବିଦ୍ୟାଳୟ ଓ ଜନନା ସ୍କୁଲ ବସିବାର ବନ୍ଦୋବସ୍ତ ହେଲା। ରୋଜ ରୋଜ ଟଙ୍କା ଦାଖଲ କରି ବୁଢ଼ା ପଟ୍ଟନାୟକ ହଇରାଣ। ଟିକିଏ ବିଳମ୍ବ ବା ମୋଡ଼ମୋଡ଼ ହେଲେ ବାବୁ ଭାରି ଖପା। ଟଙ୍କା ଗୁଡ଼ାକ କୁଆଡ଼େ ଯାଏ, କି କାରବାର ହୁଏ, ଇଦମତ ନାହିଁ। ଦିନେ ସନ୍ଧ୍ୟାବେଳେ ମା ସାଆନ୍ତାଣୀ ଓ ପଟ୍ଟନାୟକଙ୍କ ମଧ୍ୟରେ କଥା ହେଲା। ପଟ୍ଟନାୟକେ, ଆଜ୍ଞା, ସବୁ ବୁଡ଼ି ବସିଲା। ମା ସାଆନ୍ତାଣୀ, ରହିବ ପରା, ନିଜେ ମୂର୍ଖ, କିଛି ବୁଝିବାର ନାହିଁ। ମୁଲକର ଚୋର ରୁଣ୍ଡ, ଟିକିଏ ଧର୍ମଭାବ ହେଲେ ଥାନ୍ତା। ଏହି ଘରେ ପୁଣି ମଦ ମାଂସ। ରାଧେ କୃଷ୍ଣ, ରାଧେ କୃଷ୍ଣ। ପଟ୍ଟନାୟକେ, ତୁମେ ଅଲଗା ହୋଇଯାଅ। ପଟ୍ଟନାୟକେ ନିଶ୍ୱାସଟାଏ ପକାଇଲେ। ପଟ୍ଟନାୟକଙ୍କୁ କିଛି କହିବାକୁ ହେଲା ନାହିଁ। ରାତି ସଭାରେ ସ୍ଥିର ହୋଇଗଲା, ବୁଢ଼ାଟା ଅଯୋଗ୍ୟ, କୁସଂସ୍କାରୀ, ସଭାର ବିଘ୍ନକାରୀ। ସେ ବରଖାସ୍ତ। ହରିବୋଲ ବାବୁ ଭାରି ଯୋଗ୍ୟ ଲୋକ। ସଭା ଏବଂ ଜମିଦାରୀ ଦୁଇ କାର୍ଯ୍ୟ ତୁଲେଇବେ। ଏଣିକି ସୁନ୍ଦର କାର୍ଯ୍ୟ ଚଳିଲା। ଟଙ୍କାର ଅଭାବ ନାହିଁ। ବାଧା ଦେବାକୁ କେହି ନାହିଁ। ଅମଲା ପ୍ରଧାନମାନଙ୍କ ପ୍ରତି ସାଫ୍ ହୁକୁମ, ଟଙ୍କା ଦାଖଲ କର। ପ୍ରଥମେ ପ୍ରଥମେ ସେମାନଙ୍କୁ ଅଡ଼ୁଆ ଲାଗୁଥିଲା। ଏଣିକି ସାଫ୍ ବୁଝିଗଲେଣି। 10 ଖମାର ଧାନ, 6-7ଟା ଗୋରୁ, ମଇଁଷି ପଲ, ପଞ୍ଚବାଟୀ ହାତ ଚାଷ, ଜେଣିକି ଅନାଇଲେ ଟଙ୍କା। ରୋଜଗାରର ଦାଉ କିଏ ଛାଡ଼େ? ବାବୁ ଗୋପାଳଚନ୍ଦ୍ର ମହାପାତ୍ରେ ଉଆସ ଆଗରେ ଗୋଟିଏ ପକ୍କା ମନ୍ଦିର ତୟାର କରାଇ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ପ୍ରତିଷ୍ଠା କରାଇଥିଲେ। ମା ସାଆନ୍ତାଣୀ ବର୍ତ୍ତମାନ ଘରୁ ବାହାରି ଯାଇ ସେହି ମନ୍ଦିରରେ ଅଛନ୍ତି। ପ୍ରତିଦିନ ସନ୍ଧ୍ୟା ସମୟରେ ବକ୍ତେ ଠାକୁର ପ୍ରସାଦ ହବିଷ୍ୟାନ୍ତ। ବୁଢ଼ା ଛାମୁକରଣ ବି ସେହିଠାରେ ଥାନ୍ତି। ପ୍ରତିଦିନ ସନ୍ଧ୍ୟାଠାରୁ ଅଧରାତି ଯାଏ ଭାଗବତ ପାଠ ହୁଏ। ମା ସାଆନ୍ତାଣୀ ଦିନଯାକ ଠାକୁର ଆଗରେ ଆଖି ବୁଜି ମାଳ ଗଡ଼ାଉଥାନ୍ତି। ଦିନେ ପଟ୍ଟନାୟକେ ସାଆନ୍ତାଣୀକୁ କହିଲେ, ଆଜ୍ଞା ଶୁଣିଛନ୍ତି, ବାବୁଙ୍କ ମଙ୍ଗଳକୃତ୍ୟ ବଢ଼ିବାର ସଭାରେ ସ୍ଥିର ହେଲା। ମୁଁ କହୁଛି ହେଉ, ବୋହୂ ସାଆନ୍ତାଣୀ ଆସିଲେ ଅବା ଘରକରଣାଟା ସମ୍ଭାଳା ସମ୍ଭାଳି କରିବେ। ମା ସାଆନ୍ତାଣୀ ଆଁଟା କରି ପଟ୍ଟନାୟକ ମୁହଁକୁ ଘଡ଼ିଏ ଯାଏଁ ଚାହିଁଲେ। ତହିଁ ଉତ୍ତାରେ ପଚାରିଲେ, କନ୍ୟା? ପଟ୍ଟନାୟକ କହିଲେ, ଆଜ୍ଞା, ମୁଁ ନିଜେ ସେ କଥା ବୁଝିବାକୁ ଯାଇଥିଲି। ବାବୁ ଜବାବ ଦେଲେ, ଦେଶୀ କନ୍ୟାଗୁଡ଼ାକ ଅଶିକ୍ଷିତା, କୁସଂସ୍କାର, ଅସଭ୍ୟତାରେ ବୁଡ଼ିଛନ୍ତି। ଲୁଗା ଖଣ୍ଡେ ପିନ୍ଧି ଜାଣନ୍ତି ନାହିଁ, ଅଧଲଙ୍ଗଳି ହୋଇ ଥାଆନ୍ତି, ମୁହଁ ଢାଙ୍କି ମୂଷା ପରି ଗାତରେ ଲୁଚିଥାନ୍ତି। କଲିକତାରେ ପରା କନ୍ୟା ଠିକ୍ ହେଲାଣି। ମା ସାଆନ୍ତାଣୀ ପାଟି କରି ରାଧେକୃଷ୍ଣ, ରାଧେକୃଷ୍ଣ କହି ତୁନି ହେଲେ। ହାତ ଯୋଡ଼ି ଠାକୁରଙ୍କୁ ଅନାଇଥାନ୍ତି। ଦୁଇ ଆଖିରୁ ଯୋଡ଼ାଏ ଧାର ବୋହିଯାଉଛି। ପଟ୍ଟନାୟକେ ପୁନର୍ବାର କହିଲେ, କଲିକତାକୁ ବରଯାତ୍ରୀ କିଏ କିଏ ଯିବେ, କି ରୋଶନୀ କେତେ ତୟାର ହେବ ପଚାରିଥିଲି। ବାବୁ ଠୋ ଠୋ ହସି ଉଠି କହିଲେ, ଅସଭ୍ୟତା, ଅସଭ୍ୟତା, କୁସଂସ୍କାର। ତୁମେ ତ ଇଂରାଜୀ ଜାଣ ନା, ଦେଖିବି ନାହଁ, ସଭ୍ୟ ବିବାହ କଥା କିପରି ଜାଣିବ? ରୋଶନୀ ଆଉ ଖର୍ଚ୍ଚ କଥା ଯେ କହିଲ, ତୁମ୍ଭମାନଙ୍କ ପରି ଅଶିକ୍ଷିତ ଲୋକେ କେତେ ଜମିଦାର ଘର ବୁଡ଼ାଇ ଦେଲେଣି। ବିହାର ବିବାହ ବ୍ୟୟ ସଂକ୍ଷେପଣୀ ସଭାକୁ ଇଂରାଜୀ ଅଫିସିଆଲ ଚିଠି ଯାଇଛି। ସେଠାରୁ ଯେପରି ବ୍ୟବସ୍ଥା ଆସିବ, ସେହିପରି ବିବାହ ହେବ। ମୁଁ ଆଉ କିଛି କହିଲି ନାହିଁ। ସବୁବେଳେ ମିଜାଜଟା ଚଢ଼ି ରହିଛି। କାଚ କୁମ୍ଫା ଗୁଡ଼ାକ ଓଳି ତଳେ ଗଣ୍ଡା ଗଣ୍ଡା ଗଡ଼ୁଛି। ସଭାର ସଭ୍ୟମାନଙ୍କୁ ସାଙ୍ଗରେ ଧରି ବାବୁ କଲିକତା ଚାଲିଗଲେଣି। କଲିକତା ଗୋଟାଏ ବିଚିତ୍ର ଜାଗା। ଟଙ୍କା କାଢ଼, ମା ବାପ ଛଡ଼ା ସବୁ ମିଳିବେ। ଖିଦିରପୁର ଗାର୍ଡେନ ରିଚ୍ରେ ଗୋଟାଏ ବଡ଼ ଦୋତାଲା ଘରେ ଝାଡ଼ ଲଣ୍ଠନ ଦେବାଲଗିରେ 100 ଖଣ୍ଡ ଦିନ ଆଲୁଅ ପରି ଜଳୁଛି। ତଳେ ଗାଲିଚା ସତରଞ୍ଜି ବିଛଣା। ରାତିରେ 2 ତାଇଫା ଖେମ୍ଟା ନାଚ। ଦିଅତାଙ୍ଗ ପିଅତାଙ୍ଗ ଲାଗି ରହିଛି। ଆଖପାଖ ବଜାର ଲୋକ ଜାଣିଲେ ଓଡ଼ିଶାର ଗୋଟାଏ ରଜାପୁଅର ବିଭାଘର। କନ୍ୟାଟିର ନାମ ନୟନତାରା ଦୁଃଖପାଶୋରା। ବାବୁ ସବୁ ଶୁଣିଥିଲେ ମଧ୍ୟ ପ୍ରତ୍ୟକ୍ଷ ଦେଖିଲେ କନ୍ୟା ସୁନ୍ଦରୀ, ସଭ୍ୟା, ସ୍ୱାଧୀନା, ଶିକ୍ଷିତା।
ଜମିଦାର ବାବୁ ବିମୋହିତ ହୋଇଗଲେଣି। ମନେ କଲେ ସ୍ୱର୍ଗରୁ ଦେବକନ୍ୟାଟିଏ ଓହ୍ଲାଇ ଆସିଛି। ଦିନ ରାତି ଗିଲାସ ହାତରୁ ଛାଡ଼ ନାହିଁ। 4 ଦିନ ହେଲା ବରକନ୍ୟା ମଧ୍ୟରେ ପୂର୍ବାଳାପ ଅର୍ଥାତ୍ କୋର୍ଟସିପ୍ ଚାଲିଛି। ବଗି ଚଢ଼ି କେତେ ଜାଗା ବୁଲି ଆସିଲେଣି। କନ୍ୟା ବାପ ମାଆଙ୍କୁ ଏଇଟା ଭଲ ଲାଗୁନାହିଁ। କାଳେ ଜମିଦାର ପୁଅଟା ହାତରୁ ଖସିଯିବ ସେହି ଡରରେ କିଛି କହିପାରୁନାହାନ୍ତି। କନ୍ୟାର ଜାତି କୁଳ ଘର ବିଷୟ କେହି ସନ୍ଧାନ କରି କିଛି ଠିକଣା ପାଇଲେ ନାହିଁ। ଗଳ୍ପ ଲେଖକମାନଙ୍କୁ ସମସ୍ତ ବିଷୟ ସନ୍ଧାନ କରି ନିରୋଳା ସତ୍ୟ କଥାଗୁଡ଼ିକ ଲେଖିବାକୁ ହୁଏ। ଆମ୍ଭେମାନେ ବହୁତ ଅନୁସନ୍ଧାନ ଯୋଗରେ ଏହିପରି ପରିଚୟ ପାଇଅଛୁଁ। ଆସାମ ଚା ବଗିଚା ମ୍ୟାନେଜର ସାହେବ ଗୋଟାଏ କୁଲି ଟୋକାକୁ ବବୁର୍ଚ୍ଚି କାମରେ ବାହାଲ କରିଥିଲେ। ତା ନାମ ମକ୍ରା ମଳିକ। ସେ ବଢ଼ି ବଢ଼ି ପଦୋନ୍ନତିରେ ହେଲା ଖାନସାମା। ସେହି ବଗିଚାରେ 30-40 ବର୍ଷ ହେଲା ସାହେବମାନଙ୍କ ପାଖରେ ଅଛି। ଗ୍ରାମ ଘର ଜାତି କୁଳ କିଛି ଜଣା ନାହିଁ। କୁଆଡ଼େ ବା ଯିବ? ସେହିଠାରେ ଗୋଟିଏ କୁଲିଆଣୀକୁ ବାହା ହେଲା। ବାହା ହେଲା, ହଁ, ଢେର ଦିନ ଯାଏ ସନ୍ତାନ ମୁଖ ଦେଖିଲେ ନାହିଁ। ତ୍ରିନାଥ ମେଳା, ସୁକ୍ଚୁନି ପୂଜା, ଗ୍ରାମଦେବତୀ ମାଜଣା, 2 ଜଣ ଯାକ ଢେର ଢେର ଧର୍ମ କାର୍ଯ୍ୟ କଲେ। ଦରବୁଢ଼ା ବୟସରେ ଗୋଟିଏ କନ୍ୟା ଜାତ ହେଲା। ବୁଢ଼ାବୁଢ଼ୀ ଭାରି ଖୁସି। ମା ଝିଅର ନାମ ଦେଲେ ନୟନତାରା, ବାପା ଡାକିଲେ ଦୁଃଖପାଶୋରା। ଶେଷରେ ନାମ ହେଲା ନୟନତାରା ଦୁଃଖପାଶୋରା। କନ୍ୟାଟି ଦିନକୁ ଦିନ ବଢ଼ିଲା। ଚା ବଗିଚା ପାଖରେ ଗୋଟିଏ ସ୍କଟିଶ ବାପ୍ଟିଷ୍ଟ ଅର୍ଫାନ୍ ବାଳିକା ସ୍କୁଲ ଥିଲା। ମିସ୍ ଡଗଲାସ ମିଷ୍ଟ୍ରେସ୍। ମା ବାପ ଭାରି ଶ୍ରଦ୍ଧା ଭାରି ଖୁସିରେ କନ୍ୟାଟିକୁ ମୋଜା ଜୋତା ସେମିଜ ଜ୍ୟାକେଟ ପିନ୍ଧାଇ ଦେଇ ସ୍କୁଲରେ ଛାଡ଼ିଲେ। କନ୍ୟାଟି ବଢ଼ି ବଢ଼ି ପାଠ ପଢ଼ି ପଢ଼ି 13 ବା 14 ବର୍ଷ ହେଲାଣି। କନ୍ୟାଟି ସ୍କୁଲରୁ ଆସି ମା ବାପା ପାଖରେ ଢେର ଇଂରାଜୀ କଥା କହେ, ମୋଜା ବୁଣା ଦେଖାଏ, ଗୀତ ଗାଏ, ନାଚେ, ଖୁବ୍ ସ୍ୱାଧୀନା। ପୁରୁଷଗୁଡ଼ାଙ୍କୁ ଖାତର କରେ ନାହିଁ। ଏଣେ ମା ବାପା ମୁଣ୍ଡରେ ଉକୁଣି କାମୁଡ଼ିଲାଣି, କେମିତି ବାହା ହେବ। ଛୁଟି ନେଇ କଲିକତା ଆସିଲେ। ଢେର ଖୋଜାଖୋଜି କଲେ। ମାତ୍ର ବାପା ମାଆର ଜାତି କୁଳ ଦେଶର ପତ୍ତା ନ ଲାଗିବାରୁ ବର ଜୁଟିଲା ନାହିଁ। ପ୍ରଜାପତି ଘଟସୂତ୍ର ଜଣେ ଦଲାଲ ଠିକଣା ଲଗାଇଦେଲା। ସେହି ଦଲାଲ ବାବୁଙ୍କୁ ଜଣାଇଲା, ଆପଣ ଜମିଦାର, କଲିକତା ସହରରେ ଭାରି ନାମ ଡାକ, ସେହିପରି ମର୍ଯ୍ୟାଦାରେ ବିଭାଘର ହେବ। ବାବୁ ଝୁଙ୍କି ଝୁଙ୍କି କହିଲେ, ଅବଶ୍ୟ ଅବଶ୍ୟ, ନିଶ୍ଚୟ। ମ୍ୟାନେଜର ବାବୁ କହିଲେ, ଟଙ୍କା ନାହିଁ ଯେ। ଦଲାଲ କହିଲା, ଏ କ'ଣ ଗୋଟାଏ କଥା? ବାବୁଙ୍କର ପୁଣି ଟଙ୍କାର ଅଭାବ? ବାବୁ ଆଜ୍ଞା କରନ୍ତୁ, ଏଇ ଲାଗେ 10,000 ଟଙ୍କା ଆଣିଦେବି। ଟଙ୍କା ନାମ ଶୁଣି ବାବୁଙ୍କର ଟିକିଏ ହୋସ ହେଲା। ଶୁଣି ମନ ଖୁସି ସଳଖି ବସିଲେ। କଲିକତାରେ ମହାଜନଙ୍କର କ'ଣ ଅଭାବ? ଖୁବ୍ କାଏଦା କଟକଣାରେ ଜମିଦାରୀ ଲେଖି ନେଇ 10,000 ଟଙ୍କା ଦେବାକୁ କହିଲା। ଦଲାଲ ରେଜିଷ୍ଟରୀ କରିବାକୁ ତରସ ହେଉନାହିଁ। ଜଲ୍ଦି ଟଙ୍କା ଆଣ। କଲିକତାରେ ଅନେକ ବାବୁ ଅର୍ଥାତ୍ ପୂର୍ବ ସଭାର ସଭ୍ୟମାନେ ଆଉ ଖିଦିରପୁର ବଜାରର ଛୁଟକୁରିଆ ବଢ଼ିଆ ସମସ୍ତ ଦୋକାନୀ ନିମନ୍ତ୍ରିତ ହୋଇଗଲେ। ନାନା ପ୍ରକାର ମିଷ୍ଟାନ୍ନ, ନାନା ପ୍ରକାର ପେୟ, ଆସନ, ଦାନ୍ତଖୁଣ୍ଟା ପର୍ଯ୍ୟନ୍ତ ଧରି ଠିକାଦାର ହାଜିର। 3 ଦିନ ଯାଏ ନାଚ ତାମସା ଖିଆପିଆର ଖୁବ୍ ଧୁମ୍ ଲାଗିଛି। କରଜ 10,000 ଟଙ୍କାରୁ କାହିଁରେ କେତେ ଟଙ୍କା ଖରଚ ହେଲା ଆମ୍ଭେମାନେ ସେଥିର ହିସାବ ଦେଇପାରିବୁ ନାହିଁ, କାରଣ ସେଥିରେ କିଛି ଲେଖା ନାହିଁ। ମ୍ୟାନେଜର ହରିବୋଲ ବାବୁଙ୍କ ହାତରେ ତହବିଲ। ନାନା କାର୍ଯ୍ୟରେ ବ୍ୟସ୍ତ ଏବଂ ଜମିଦାରଙ୍କ ସ୍ୱାସ୍ଥ୍ୟ ନିମନ୍ତେ ସଭ୍ୟ ଦେଶ ନିୟମାନୁସାରେ ପାନର ମାତ୍ରା କିଛି ବଳି ପଡ଼ିଥିବାରୁ ଖର୍ଚ୍ଚ ଟଙ୍କାର ହିସାବ ରଖିବାକୁ ବେଳ ପାଇନାହାନ୍ତି। ବିବାହ ଶେଷ। ଜମିଦାର ଜମିଦାରିଣୀ ଦେଶସ୍ଥ ସଭ୍ୟମାନଙ୍କୁ ଧରି ଦେଶକୁ ବାହୁଡ଼ିଲେ। ବରକନ୍ୟା ଉଆସ ମଧ୍ୟକୁ ପ୍ରବେଶ ବେଳେ ଉଆସର ପୋଇଲି ପଞ୍ଝା ଗ୍ରାମର ଭଲ ଭଲ ଲୋକ ଘର ବୋହୂ ଝିଅମାନେ ଗୋଟିଏ ନୂଆ କୁଲାରେ ସେରେ ଅରୁଆ ଚାଉଳ, ଦୁବ, ବରକୋଳି ପତ୍ର ନେଇ ତାହା ଉପରେ ଘିଅ ଦୀପଟାଏ ଥୋଇ ବରକନ୍ୟା ବନ୍ଦାଇ ଦେବାକୁ ଆସିଲେ। ଶଙ୍ଖ ହୁଳହୁଳି ଶୁଣି ଜମିଦାର ଭାରି ରାଗିଯାଇ କୁସଂସ୍କାର କୁସଂସ୍କାର ଅସଭ୍ୟତା କହି ଭାରି ଗୋଟାଏ ପାଟି କଲେ। ସ୍ୱାମୀଙ୍କ ଦେଖାଦେଖି କନ୍ୟା ମଧ୍ୟ ଏହା ନିତାନ୍ତ ବଡ଼ କୁସଂସ୍କାର ହଚି, ଏହା ଅସଭ୍ୟତା କହି ଠୋ ଠୋ କରି ହସି ଉଠିଲେ। ଗାଁ ଭୁଆଁସୁଡ଼ି ଗୁଡ଼ାକ
ଏସବୁ ଦେଖି ଶୁଣି ଛାନିଆରେ ଡରରେ ଘୃଣାରେ କୁଲାଟା ତଳେ ଥୋଇ ଦେଇ ଯେ ଯାହା ଘରକୁ ପଳାଇଲେ। ପୁଅ ବୋହୂ ହାତ ଧରାଧରି ହୋଇ ମା ସାନ୍ତାଣୀଙ୍କ ସହିତ ସାକ୍ଷାତ କରିବାକୁ ବାହାରିଲେ। ମା ସେତେବେଳେ ଠାକୁରଙ୍କ ଆଗରେ ମାଳେଟି ଧରି ଆଖି ବୁଜି ଫୁସ୍ ଫୁସ୍ ହରେକୃଷ୍ଣ ନାମ ଜପୁଛନ୍ତି। ବୋହୂର ଗୋଡ଼ର ଲେଡି ଜୋତା ଏଡ଼ିର ଠକ୍ ଠକ୍ ଶବ୍ଦ ଶୁଣି ଚମକି ପଡ଼ି ଠିଆ ହୋଇଗଲେ। ବୋହୂ ଟିକିଏ ହସି ହସି "ଓ ଆମ୍ଭର ପ୍ରିୟ ଶାଶୁ, ନମସ୍କାର ନମସ୍କାର, କେମନ୍ତକର ଆପଣଙ୍କର" କହି ହାତ ବଢ଼ାଇ ଯେମନ୍ତ ଶାଶୁ ପାଖକୁ ଚାଲିଯିବେ, ବୁଢ଼ୀ ତ "ଛୁଁନା ଛୁଁନା ଛୁଁନା, ଆରେ କିଏ ଅଛି ରେ, ମନ୍ଦିର ଅପ୍ରତିଷ୍ଠା ହେଲା ରେ, ବାହାର କରିଦିଅରେ ବାହାର କରିଦିଅରେ" ବୋଲି ରଡ଼ି ଛାଡ଼ିଲେ। ଜମିଦାର ବାବୁ ମିସେସ୍ ମହାପାତ୍ରଙ୍କ ହାତ ଧରି ଭିଡ଼ି ନେଲେ। ଭାରି ଖପାଟାଏ ହୋଇଥିଲେ। ଅସଭ୍ୟତା, ଭାରି ମୂର୍ଖତା, କୁସଂସ୍କାର, ଓହୋ, ଲେଡ଼ିକୁ ଇନସଲ୍ଟ। ସେହି ମୁହୂର୍ତ୍ତରେ ମା ସାନ୍ତାଣୀ ଆଉ ବିଶ୍ୱାସୀ ପୋଇଲି ରାଧି ଗୋଟିଏ ପୁଟୁଳି ଧରି ଘରୁ ବାହାରିଗଲେ। ପୁରୀ ମାତାମଠରେ ରହିବାର 8 ଦିନ ବାଦ ସମ୍ବାଦ ଆସିଲା। କେହି ବାଧା ଦେବାକୁ ନାହିଁ, କେହି କିଛି କହିବାକୁ ନାହିଁ। ସ୍ୱାଧୀନ ଭାବରେ କୁସଂସ୍କାର ନିବାରଣ ଆଉ ଦେଶ ଉଦ୍ଧାର ବିଷୟରେ ଲାଗି ପଡ଼ିଛନ୍ତି। ରାତିସାରା ସଭା, ବକ୍ତୃତା ଓ ପାନାହାରରେ କଟିଯାଏ। ଶୋଇବା ବେଳ କାହିଁ? ମିସେସ୍ ମହାପାତ୍ର ବି ସଭାରେ ଛିଡ଼ା ହୋଇ କେତେଥର ବକ୍ତୃତା ଦେଲେଣି। ଦିନଯାକ ଶୋଇଥାନ୍ତି। ପ୍ରଜା ପାଟକ କେହି ଗୁହାରିଆ ଆସିଲେ ଭେଟ ନାହିଁ। ଯଦି ଭେଟ ମିଳେ, ଏକ ଜବାବ, ମ୍ୟାନେଜର ପାଖକୁ ଯାଅ। କେହି ବୋହୂ ସାନ୍ତାଣୀ ବୋଲି ଡାକିଲେ ଜମିଦାର ବାବୁ ଭାରି ଖପା ହୋଇଯାଆନ୍ତି। ନାମ ହୋଇଛି ମିସେସ୍ ମହାପାତ୍ର, ମାତ୍ର ପୋଇଲିମାନେ ଆଉ ମୂର୍ଖ ଚାକରଗୁଡ଼ାକ ଠିକ୍ ନାମ ଧରି ଡାକି ପାରନ୍ତି ନାହିଁ। କେହି କହେ କିସମିସ୍ ମହାପାତ୍ର, କେହି କହେ ମିସ୍ତ୍ରୀ ମହାପାତ୍ର, କେହି ଡାକେ ଫିସଫିସ୍ ମହାପାତ୍ର, କିନ୍ତୁ ସେଥିରେ ମନା ନାହିଁ। ବରଞ୍ଚ ମିସେସ୍ ମହାପାତ୍ର ହସି ପକାଇ ବଡ଼ ଖୁସି ହୁଅନ୍ତି। ମିସେସ୍ ମହାପାତ୍ର ପ୍ରାତଃକାଳରେ ଚା ଖାଇଲା ବାଦ ପୋଷାକ ପିନ୍ଧି ଉଆସ ଚଉପିଠି ବଗିଚା ଆଉ ଆଗଦାଣ୍ଡରେ ପ୍ରାତଃ ଭ୍ରମଣ କରି ଆସନ୍ତି। ଦିନେ ବବୁର୍ଚିଖାନା ତଦାରଖ କରିବାକୁ ଚାଲିଗଲେ। ସେତେବେଳେ ପୋଇଲି ପଦୀ ହାଣ୍ଡିଏ ଗୋବର ପାଣି ଧରି କନା ଖଣ୍ଡକରେ ଚୁଲି ଲିପୁଥିଲା। ଜୋତାର ଠକ୍ ଠକ୍ ଶବ୍ଦ ଶୁଣି ଯେମିତି ମୁହଁ ବଙ୍କାଇ ପଛକୁ ଚାହିଁ ଦେଇଛି, ଭାରି ପାଟିଟାଏ କଲା। "ଆଲୋ ମୋ ମା ଲୋ, ଆଲୋ ମୋ ବାପା ଲୋ, ଜୋତା ମାଡ଼ି ହାଣ୍ଡିଶାଳରେ ପଶିଲା ଲୋ, ହାଣ୍ଡିଶାଳ ମାରୁଗଲା ଲୋ" କନା ଖଣ୍ଡ ଫୋପାଡ଼ି ଦେଇ ଏକା ମୁହାଁ ଧାଇଁଛି। ଆଉ ଉଆସରେ କେହି କେବେ ତାକୁ ଦେଖି ନାହିଁ। ଏଣେ ମିସେସ୍ ମହାପାତ୍ର "ଉଆ ଉଆ ଉଆ" କହି ଅନ୍ୟ ଆଡ଼କୁ ଧାଇଁଛନ୍ତି। ମୁହଁରେ ରୁମାଲ ଜାକି ନଥିଲେ କେଜାଣି ବାନ୍ତି କରି ପକାଇଥାନ୍ତେ। ଏକାବେଳକେ ଶିଶିଏ ଲେଭେଣ୍ଡର ଦେହଯାକ ଢାଳି ହେବାରୁ ଟିକିଏ ସାଷ୍ଟାମ ହେଲେ। ଗୋରୁ ଗୁହ ବବୁର୍ଚିଖାନାରେ ଢଳାଯାଇଛି। ଜମିଦାର ଏହା ଶୁଣି ଭାରି ଖପା। ମୂର୍ଖତା, ଅସଭ୍ୟତା, କୁସଂସ୍କାର। ସେ ଘରେ ରୋଷେଇ ହେଲେ ଲେଡ଼ିଙ୍କୁ ଖାନା ରୁଚିବ ନାହିଁ, ବାନ୍ତି କରି ପକାଇବେ। 4 ବୋତଲ ଫିନାଇଲ ଘରସାରା ଢଳାଗଲା। ଏହିପରି 8-10 ମାସ ଗଲା ବାଦ ଦିନେ କରଣମାନେ ମେଳିବାନ୍ଧି ଆସି ମ୍ୟାନେଜର ପାଖରେ ଜଣାଇଲେ, "ଖମାର ସବୁ ଖାଲି ପଡ଼ିଛି। ଗୋରୁ ମଇଁଷି ପଲରେ ଲାଙ୍ଗୁଡ଼ ଖଣ୍ଡେ ବି ନାହିଁ। 5 ବାଟି ହାତ ଚାଷ ପ୍ରଜା ଲଗାଇ ଦେଇ ଯେଉଁ ସଲାମି ମିଳିଥିଲା, ତାହା ଆସି ସରିଗଲାଣି। ଆଉ ଏବେ କାହୁଁ ଖରଚ ଯୋଗାଇବୁ?" ମ୍ୟାନେଜର ତୁରନ୍ତ ଜବାବ ଦେଲେ, "ମାରି ପିଟି ପ୍ରଜାଙ୍କଠାରୁ ଆଗତୁରା ବର୍ଷକର ଖଜଣା ଅସୁଲ କର।" କୁମ୍ଭୀର ଖୋଜେ ଗୋଳିଆ ପାଣି। ଅମଲାମାନେ ଆନନ୍ଦରେ ଆଜ୍ଞା କହି ଦଣ୍ଡବତ ହୋଇ ଚାଲିଗଲେ। ଆଉ 2 ମାସ ବାଦ କାର୍ତ୍ତିକ କିସ୍ତି ଟଙ୍କା ଦାଖଲ ନ ହେବାରୁ ତାଲୁକ ନିଲାମରେ ଚଢ଼ିବାର କଟକରୁ ଜବାବ ଆସିଲା। ଠିକ୍ ସେହିଦିନ କଲିକତା ମହାଜନ 10,000 ଟଙ୍କା ମୂଳକୁ କଳନ୍ତର ଖର୍ଚ୍ଚା ଓଗେର ଭିଡ଼ି 20,000 ଟଙ୍କା ପାଇଁ ଡିକ୍ରୀ ଜାରି ପିଆଦା କଲିକତା ହାଇକୋର୍ଟରୁ ଆଣି ଚଳନ୍ତି ଅଚଳନ୍ତି ଯାନାସନ ସମସ୍ତ କ୍ରୋକ୍ କରି ପକାଇଲା। ସକାଳୁ ଉଠି ମିଷ୍ଟର ଓ ମିସେସ୍ ମହାପାତ୍ର ବଗଲା ବଗୁଲି ପରି ବସିଛନ୍ତି। ଜନ ପ୍ରାଣୀ ପାଖରେ ନାହିଁ। ସଭାର ସଭ୍ୟମାନେ ଆଗରୁ ଏକଘରିଆ ହୋଇଥିଲେ। ଗୋବର ପାଣି ପିଇ ଜାତିରେ ଉଠିଛନ୍ତି। ଆଉ କିଏ ଆସିବେ? ବେଳ ବୁଡ଼ିବାକୁ ବସିଲାଣି। ମିଷ୍ଟର ଓ ମିସେସ୍ 2 ଜଣ ଭୋକରେ ଛଟପଟ ହେଉଛନ୍ତି। ସଞ୍ଜ ଲାଗିଲା ବେଳକୁ ମିସେସ୍ ମହାପାତ୍ର ବହୁ କଷ୍ଟରେ
ଖଣ୍ଡେ ଅଳଙ୍କାର କାଢ଼ିଦେଲେ। ବିକିବାକୁ ଯାଇ ଦେଖିଲେ ପିତ୍ତଳ ଗିଲ୍ଟି। ଖଣ୍ଡିଏ ଆଉ ଖଣ୍ଡିଏ ଦେଖାଗଲା, ସବୁଗୁଡ଼ାକ ଗିଲ୍ଟି। ବିଭାଘର ସମୟରେ 2500 ଟଙ୍କାର ଗହଣା କିଣାଯାଇଥିଲା, ସବୁଗୁଡ଼ାକ ଗିଲ୍ଟି। ଏତେବେଳେ ଦୁଇଜଣଙ୍କ ଚେତା ଆସିଲା। ଆଉ ଡିକ୍ରିଜାରି ପିଆଦା ଜୁଲମରେ ଘରେ ରହିପାରିଲେ ନାହିଁ। ରାତି ଅନ୍ଧକାରରେ କାହିଁ ଅନ୍ତର୍ଦ୍ଧାନ। 5-6 ବର୍ଷ ବାଦ ଜମିଦାର ବାବୁ ତାଙ୍କ ଶ୍ୱଶୁର କାମରେ ଆସାମରେ ଖାନସାମାଗିରି କାମ କରୁଥିବାର ଦେଶରେ ଶୁଣାଗଲା। ସମାପ୍ତ।